ଦିନେ ଭୋକିଲା କୁକିଟିଏ ମାଂସ ଖଣ୍ଡିଏ ପାଇଲା। କିଛି ଦିନ ହେଲା ଆହାର ଚାଖି ନଥିବାରୁ ସେ ଏହାକୁ କାମୁଡ଼ି ଧରି ଘରକୁ ଧାଇଁଲା। ବାଟରେ କୁକୁଡ଼ା ଭାଡ଼ିଟିଏ ଦେଖିଲା। ମାଟି ରାମ୍ପି ପୋକଜୋକ ଖାଉଥିବା 4ଟି ମୋଟା କୁକୁଡ଼ାଙ୍କୁ ଦେଖି ତା ପାଟିରୁ ଲାଳ ବୋହିଲା। ମାଂସ ଖଣ୍ଡକ ତଳେ ରଖିଦେଇ ସେ ଲୋଭିଲା ଆଖିରେ କୁକୁଡ଼ାମାନଙ୍କୁ ଦେଖିଲା। ଏତିକି ବେଳେ ଶିଆଳଟିଏ ସେହି ବାଟ ଦେଇ ଆସିଲା। ବନ୍ଧୁ କୋକି, ତୁମେ ଦୋଘାଇରେ ପଡ଼ିଲା ପରି ଜଣାପଡ଼ୁଛ। କ'ଣ ଅସୁବିଧା କୁହ, ମୁଁ ତୁମକୁ ସାହାଯ୍ୟ କରିପାରେ। ଶିଆଳ କହିଲା। କୋକି କହିଲା, ଠିକ୍ କହୁଛ ବନ୍ଧୁ ଶିଆଳ, ମୁଁ ଦୋଘାଇରେ ପଡ଼ିଛି। ଗାତକୁ ମାଂସ ଖଣ୍ଡେ ନେଇଯାଉଛି। ତା ଛଡ଼ା ୟା ଭିତରୁ ଗୋଟିଏ କୁକୁଡ଼ା ନେବାକୁ ବି ମନ ଚାହୁଁଛି। ମୋ କଥା ମାନ, କୁକୁଡ଼ା କଥା ଛାଡ଼। ମୁଁ ବି ଦିନେ ସେମାନଙ୍କ ଉପରେ ନଜର ପକାଇଛି, କିନ୍ତୁ ସେମାନଙ୍କୁ ପିଲାଟିଏ ଜଗୁଛି। ତୁମେ ସେ କୁକୁଡ଼ାଙ୍କୁ ଲୁଚିଛପି ଧରିପାରିବ ନାହିଁ। ତୁମେ ଘରକୁ ନେଉଥିବା ବଢ଼ିଆ ମାଂସ ଖଣ୍ଡରେ ସନ୍ତୁଷ୍ଟ ରହିଲେ ହିଁ ମଙ୍ଗଳ ହେବ। ଶିଆଳ କହିଲା। ଏହା କହି ଶିଆଳ ତା ବାଟରେ ଚାଲିଗଲା। ହେଲେ କୋକି କୁକୁଡ଼ା ଛାଡ଼ିବା କଥା ମନରୁ ଛାଡ଼ିପାରିଲା ନାହିଁ। ମାଂସ ଖଣ୍ଡକ ତଳେ ରଖିଦେଇ ଶେଷରେ ସେ ଗୁରୁଣ୍ଡି ଗୁରୁଣ୍ଡି ବଡ଼ ହୁସିଆରରେ ସେହି କୁକୁଡ଼ା ଭାଡ଼ି ଭିତରେ ପଶିଗଲା। ସବୁଠାରୁ ମୋଟା କୁକୁଡ଼ା ଲାଞ୍ଜର ପର ପାଖକୁ ଯାଇ ସେ ପହଞ୍ଚିବା ମାତ୍ରେ ପିଲାଟି ତା ମୁଣ୍ଡ ଉପରକୁ ବାଡ଼ିଟିଏ ପକାଇଲା। ପ୍ରାଣ ଭୟରେ କୋକି ବାଡ଼ ଡେଇଁ ମାଂସ ରଖିଥିବା ଜାଗାକୁ ଚାଲିଆସିଲା। କିନ୍ତୁ ସେହି ଜାଗାରେ ମାଂସଟିଏ ନଥିଲା। କିଛି କ୍ଷଣ ଆଗରୁ ଚିଲଟିଏ ସେହି ବାଟ ଦେଇ ଯାଉଥିବା ବେଳେ ବାସ୍ନା ବାରି ସେ ମାଂସ ଖଣ୍ଡକୁ ନିଜ ବସାକୁ ଉଠାଇ ନେଇଥିଲା। ବିଚରା କୋକି କୁକୁଡ଼ା ଲୋଭରେ ମାଂସ ଖଣ୍ଡକୁ ବି ହରାଇଲା। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।